ଚତୁର୍ଥୀ ସେଜରେ ବସିଥିବା ଜଣେ ମହିଳାଙ୍କ ସ୍ୱାମୀ ଯେତେବେଳେ ଖାଦ୍ୟ ନେଇ ଘର ଭିତରକୁ ଆସିଲେ ସେତେବେଳେ ପୁରା କୋଠରୀଟି ସୁସ୍ୱାଦୁ ଖାଦ୍ୟର ସୁଗନ୍ଧରେ ଭରିଗଲା। ସେ ତାଙ୍କ ସ୍ୱାମୀଙ୍କୁ ଅନୁରୋଧ କଲେ କି ମାଆଙ୍କୁ ବି ଏଠାକୁ ଡାକିଦିଅ, ଯାହାଫଳରେ ଆମେ 3 ଜଣ ମିଶି ଏକାଠି ବସି ଖାଇବା। ତାପରେ ସ୍ୱାମୀ କହିଲେ ଛାଡ଼ ତାକୁ, ସେ ଖାଇସାରିକି ଶୋଇଯାଇଥିବ, ତମେ ଆସ ଆମେ ମିଶିକି ଖାଇନେବା। ସେହି ମହିଳା ପୁଣି ତାଙ୍କ ସ୍ୱାମୀଙ୍କୁ କହିଲେ ଯେ ନା, ମୁଁ ତାଙ୍କୁ ଖାଇବାର ଦେଖି ନାହିଁ। ତାପରେ ସ୍ୱାମୀ ଉତ୍ତର ଦେଲା, ତୁମେ କାହିଁକି ଜିଦ୍ ଧରିଛ? ସେ ବିବାହ କାର୍ଯ୍ୟରେ ଥକି ଯାଇଥିବ, ନିଦ ଭାଙ୍ଗିଲା ପରେ ସେ ନିଜେ ଖାଇନେବ, ତେଣୁ ତୁମେ ଆସ ଆମେ ମିଶିକି ଖାଇନେବା। ସେହି ମହିଳା ତୁରନ୍ତ ଛାଡ଼ପତ୍ର ଦେବାକୁ ସ୍ଥିର କଲା ଏବଂ ସଙ୍ଗେ ସଙ୍ଗେ ଛାଡ଼ପତ୍ର ଦେଇ ଦ୍ୱିତୀୟ ବିବାହ କଲା ଏବଂ ଏଠାରେ ତା'ର ପ୍ରଥମ ସ୍ୱାମୀ ମଧ୍ୟ ଦ୍ୱିତୀୟ ବିବାହ କରିନେଲା। ତାପରେ ଦୁହେଁ ଅଲଗା ଅଲଗା ଖୁସିରେ ଘର ସଂସାର ବନାଇ ରହିବାକୁ ଲାଗିଲେ। ସେଠାରେ ସେହି ମହିଳାର 2ଟି ପୁତ୍ର ହେଲେ, ଯେଉଁମାନେ କି ବହୁତ ହିଁ ସୁଶୀଳ ଏବଂ ଆଜ୍ଞାକାରୀ ଥିଲେ। ବହୁ ବର୍ଷ ବିତିଯିବା ପରେ ଗୋଟିଏ ଦିନ ସେହି ମହିଳା ଜଣକ ପୁଅମାନଙ୍କ ସହ ଯାତ୍ରା କରିବାକୁ ଯାଇଥିଲେ। ଗୋଟିଏ ଜାଗାରେ 3 ଜଣ ମା ଏବଂ 2 ପୁଅ ଖାଇବା ପାଇଁ ଅଟକିଲେ ଏବଂ ପୁଅମାନେ ଖାଦ୍ୟ ପରସି ମାଆଙ୍କୁ ଖାଇବାକୁ ଅନୁରୋଧ କଲେ। ସେହି ସମୟରେ ସେହି ମହିଳାଙ୍କର ଆଖି ଯାଇ ସାମ୍ନାରେ ବସିଥିବା ଏକ ଛିଣ୍ଡା ବସ୍ତ୍ର ପିନ୍ଧିଥିବା ଭୋକିଲା ଏବଂ ମହିଳା ଦିଶୁଥିବା ବୃଦ୍ଧଙ୍କ ଉପରେ ପଡ଼ିଲା, ଯିଏକି ସେହି ମହିଳାଙ୍କ ଖାଦ୍ୟ ଏବଂ ପୁଅମାନଙ୍କୁ ଅତି ବିକଳିଆ ଦୃଷ୍ଟିରେ ଦେଖୁଥିଲା। ଏବଂ ସେହି ମହିଳାଙ୍କର ତାଙ୍କ ପ୍ରତି ଦୟା ଆସିଲା ଏବଂ ପୁଅମାନଙ୍କୁ କହିଲେ, ଯାଅ ପ୍ରଥମେ ସେହି ବୃଦ୍ଧକୁ ଗାଧେଇ ପୋଷାକ ଦିଅ, ତାପରେ ଆମେ ସମସ୍ତେ ମିଶି ଖାଇବା। ଯେତେବେଳେ ସେହି ବୃଦ୍ଧଙ୍କୁ ଗାଧେଇ ପୋଷାକ ପିନ୍ଧାଇ ତାକୁ ମହିଳାଙ୍କ ସାମ୍ନାକୁ ନେଇ ଆସିଲେ, ମହିଳା ଜଣକ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସେ ବୃଦ୍ଧ ଜଣକ ସେହି ବ୍ୟକ୍ତି ଥିଲେ ଯାହାଠୁ ସେ ଚତୁର୍ଥୀ ଦିନ ରାତିରେ ହିଁ ଛାଡ଼ପତ୍ର ନେଇଥିଲେ। ତାଙ୍କୁ ପଚାରିଲେ, ତୁମର ଅବସ୍ଥା ଏମିତି କେମିତି ହେଲା? ତାପରେ ସେ ବୃଦ୍ଧ ଜଣକ ନତମସ୍ତକ ହୋଇ କହିଲା ଯେ ସବୁ କିଛି ଥିବା ସତ୍ତ୍ୱେ ମୋ ପିଲାମାନେ ମୋତେ ଖାଇବାକୁ ଦେଲେ ନାହିଁ, ମୋତେ ଘୃଣା କରୁଥିଲେ ଏବଂ ମୋତେ ଘରୁ ବାହାର କରିଦେଲେ। ତାପରେ ମହିଳା ଜଣକ କହିଲେ କି ତାହା ମୋତେ ତୁମ ସହିତ ଚତୁର୍ଥୀ ରାତିରୁ ହିଁ ଅନୁଭବ ହୋଇଯାଇଥିଲା, ଯେତେବେଳେ ତୁମର ବୃଦ୍ଧ ମାତାଙ୍କୁ ଖାଇବାକୁ ଦେବା ପରିବର୍ତ୍ତେ ତୁମେ ମୋ ରୁମ୍କୁ ସୁସ୍ୱାଦୁ ଖାଦ୍ୟର ଏକ ଥାଳି ନେଇ ଆସୁଥିଲ ଏବଂ ମୁଁ ବାରମ୍ବାର କହିବା ସତ୍ତ୍ୱେ ତୁମେ ତୁମ ମାଆଙ୍କୁ ତିରସ୍କାର କଲ। ଏହାର ଫଳ ତୁମେ ଆଜି ଭୋଗୁଛ। ଆମ ପିତାମାତାଙ୍କ ସହିତ ଆମର ବ୍ୟବହାର ଏପରି ଏକ କାହାଣୀ ଯାହାକୁ ଲେଖନ୍ତି ଆମେ, କିନ୍ତୁ ଆମ ପିଲାମାନେ ଏହାକୁ ପଢ଼ି ବର୍ଣ୍ଣନା କରନ୍ତି। ଆମେ ଯେମିତି ଆମ ବୟସ୍କ ଲୋକଙ୍କ ସହ ବ୍ୟବହାର କରୁ, ତାକୁ ଦେଖାଦେଖି ଆମ ସନ୍ତାନମାନଙ୍କ ପାଖରେ ମଧ୍ୟ ସେହି ଗୁଣ ବିକାଶ ହୁଏ ଏବଂ ଭାବନ୍ତି ଏହା ହିଁ ପରମ୍ପରା। ମନେ ରଖନ୍ତୁ, ଯଦି ପିତାମାତାଙ୍କୁ କଷ୍ଟ ଦେଲେ ତେବେ ଈଶ୍ୱରଙ୍କୁ କଷ୍ଟ ଦେବା ସଙ୍ଗେ ସମାନ।